আজি ଫେବୃଆରୀ 12 2026 ଆମେ ଆଜି ଯେତେବେଳେ କଥା ହେଉଛେ ସାରା ଦେଶରେ ଏକ ପ୍ରକାରର ଅଚଳାବସ୍ଥା। ହଁ, ସବୁକିଛି ଯେମିତି ଅଟକି ଯାଇଛି। 10ରୁ ଅଧିକ କେନ୍ଦ୍ରୀୟ ଟ୍ରେଡ୍ ୟୁନିୟନ ଆଉ ଅନେକ କୃଷକ ସଂଗଠନ ମିଶି ଏକ ସର୍ବଭାରତୀୟ ବନ୍ଦ ଡାକରା ଦେଇଛନ୍ତି। ରାସ୍ତାଘାଟ ଶୂନ୍ୟଶାନ, ଦୋକାନ ବଜାର ବନ୍ଦ। ଓଡ଼ିଶାର ତ ପ୍ରଭାବ ବହୁତ ଅଧିକ। ହଁ, କୁହାଯାଉଛି ଓଡ଼ିଶାରେ ଏହାର ପ୍ରଭାବ ବହୁତ ବେଶୀ। ତେବେ ଆଜି ଆମେ ଏଇଠୁ ଆମର ଆଲୋଚନା ଆରମ୍ଭ କରିବା। ଗୋଟିଏ ପଟେ ଦେଶବ୍ୟାପୀ ଏତେ ବଡ଼ ବିରୋଧ, ଆଉ ଅନ୍ୟପଟେ ଆମେ ଦେଖିବା ଯେ ସରକାରଙ୍କର ଗୋଟିଏ ଯୋଜନା କେମିତି ଓଡ଼ିଶାର ସବୁଠୁ ଦୁର୍ବଳ ଆଦିବାସୀଙ୍କ ପାଖରେ ପହଞ୍ଚି ଏକ ବଡ଼ ସଫଳତା ପାଇଛି। ଏକଦମ ବିପରୀତ ଚିତ୍ର ଦୁଇଟା। ଏହି ଦୁଇଟି ବିପରୀତ ଚିତ୍ର ଭିତରେ ଆମେ ଆଉ ଏକ ସଂଘର୍ଷର କଥା ବି କହିବା, ଯାହା ଆମ ଜଙ୍ଗଲମାନଙ୍କରେ ଚାଲିଛି। ମଣିଷ ଆଉ ହାତୀ ଭିତରେ ସଂଘର୍ଷ। ଏହି ତିନୋଟି ଘଟଣାକୁ ନେଇ ଆସନ୍ତୁ ଆଜିର ଏହି ଗଭୀର ଆଲୋଚନା ଆରମ୍ଭ କରିବା। ନିଶ୍ଚିତ ଭାବରେ ଆପଣ କେଉଁ ଚିତ୍ର କଥା କହିଲେ, ତାହା ହିଁ ଆଜିର ବାସ୍ତବତା। ଗୋଟିଏ ପଟେ ନୀତିଗତ ବିରୋଧ ଯୋଗୁଁ ସଂଘର୍ଷ, ଅନ୍ୟପଟେ କଲ୍ୟାଣକାରୀ ଯୋଜନାରୁ ମିଳୁଥିବା ପ୍ରଗତି, ଆଉ ତା ସାଙ୍ଗକୁ ଏ ପ୍ରକୃତି ସହ ମଣିଷର ଚିରନ୍ତନ ସଂଘର୍ଷ। ଏସବୁ ମିଶି ଓଡ଼ିଶାର ଏକ ଜଟିଳ କିନ୍ତୁ ବାସ୍ତବ ଚିତ୍ର ଆଙ୍କୁଛନ୍ତି। ଏହାକୁ ବୁଝିବାକୁ ହେଲେ ଆମକୁ ପ୍ରତିଟି ବିଷୟ ଭିତରକୁ ଯିବାକୁ ପଡ଼ିବ। ଠିକ୍ କହିଲେ। ତେବେ ଚାଲନ୍ତୁ ଏହି ଭାରତ ବନ୍ଦରୁ ହିଁ ଆରମ୍ଭ କରିବା। ଖବର କହୁଛି ପାଖାପାଖି 30 କୋଟି ଶ୍ରମିକ ଏଥିରେ ଭାଗ ନେଇଛନ୍ତି। 30 କୋଟି। ଏତେ ବଡ଼ ସଂଖ୍ୟା। ଓଡ଼ିଶା ଓ ଆସାମରେ ଏହାର ପ୍ରଭାବ ସବୁଠୁ ଅଧିକ ବୋଲି କୁହାଯାଉଛି। କିନ୍ତୁ ମୋ ମନରେ ପ୍ରଶ୍ନ ଆସୁଛି, ଏତେ ଲୋକ କାହିଁକି ରାସ୍ତାକୁ ଓହ୍ଲାଇଛନ୍ତି? ମାନେ ଏହାର ମୂଳ କାରଣଟା କ'ଣ? ଦେଖନ୍ତୁ, ଏହାର ମୂଳରେ ଅଛି ସରକାରଙ୍କ ଦ୍ୱାରା ଅଣାଯାଇଥିବା ସେହି 4ଟି ନୂଆ ଶ୍ରମ କୋଡ୍। ଆଚ୍ଛା, ସେଇ ଲେବର କୋଡ୍ସ। ହଁ, ସରକାର କହୁଛନ୍ତି ଯେ ପୂର୍ବରୁ ଥିବା 29ଟି ଜଟିଳ ଶ୍ରମ ଆଇନକୁ ସରଳ କରି ଏହି 4ଟି କୋଡ୍ରେ ପରିଣତ କରାଯାଇଛି। ମାନେ ସରଳୀକରଣ କରାଯାଇଛି। କିନ୍ତୁ ଟ୍ରେଡ୍ ୟୁନିୟନମାନଙ୍କର ଅଭିଯୋଗ ହେଉଛି ଯେ ଏହି ସରଳୀକରଣ ନାଁରେ ଶ୍ରମିକମାନଙ୍କର ଅଧିକାରକୁ ସଙ୍କୁଚିତ କରିଦିଆଯାଇଛି, ସେମାନଙ୍କର ସୁରକ୍ଷା କବଚକୁ ହଟାଇ ଦିଆଯାଇଛି। ଗୋଟିଏ ନିର୍ଦ୍ଦିଷ୍ଟ ଉଦାହରଣ ଦେଇ ବୁଝାଇ ପାରିବେ କି? ଏମିତି କେଉଁ ପରିବର୍ତ୍ତନ ଅଛି ଯାହାକୁ ନେଇ ଶ୍ରମିକମାନେ ସବୁଠୁ ଅଧିକ ଭୟ କରୁଛନ୍ତି? ହଁ, ଗୋଟିଏ ବହୁତ ବଡ଼ ଉଦାହରଣ ହେଉଛି ରିଟ୍ରେଞ୍ଚମେଣ୍ଟ ବା ଛଟେଇର ନିୟମ। ଛଟେଇ। ହଁ, ପୂର୍ବରୁ ଯେଉଁ କମ୍ପାନୀରେ 100ରୁ ଅଧିକ କର୍ମଚାରୀ ଥିଲେ, ସେମାନଙ୍କୁ କାହାକୁ ଛଟେଇ କରିବା ପୂର୍ବରୁ ସରକାରଙ୍କ ଅନୁମତି ନେବାକୁ ପଡୁଥିଲା। କିନ୍ତୁ ନୂଆ କୋଡ୍ରେ ଏହି ସୀମାକୁ ବଢ଼ାଇ 300 କରିଦିଆଯାଇଛି। ଓହୋ, 3 ଗୁଣ। ଏହାର ଅର୍ଥ 300 ପର୍ଯ୍ୟନ୍ତ କର୍ମଚାରୀ ଥିବା କମ୍ପାନୀଗୁଡ଼ିକ ଏବେ ବିନା ସରକାରୀ ଅନୁମତିରେ ଶ୍ରମିକଙ୍କୁ ଛଟେଇ କରିପାରିବେ। ୟୁନିୟନମାନଙ୍କର ଡର ହେଉଛି ଏହାଦ୍ୱାରା ଶ୍ରମିକଙ୍କ ଚାକିରିର ସୁରକ୍ଷା ଆଉ ରହିବ ନାହିଁ। କମ୍ପାନୀମାନେ ମନଇଚ୍ଛା ଲୋକଙ୍କୁ ବାହାର କରିଦେବେ। ବୁଝିଲି। ଏହା ତ ଗୋଟିଏ ଗମ୍ଭୀର କଥା। କିନ୍ତୁ ଏଥିରେ ସରକାରଙ୍କ ପକ୍ଷ କ'ଣ? ସେମାନେ ନିଶ୍ଚୟ ଏହାକୁ ଅର୍ଥନୈତିକ ଅଭିବୃଦ୍ଧି ସହ ଯୋଡୁଥିବେ। ଏକଦମ ଠିକ୍। ସରକାରଙ୍କ ଯୁକ୍ତି ହେଉଛି ଏହା ଇଜ୍ ଅଫ୍ ଡୁଇଂ ବିଜନେସ୍ ବା ବ୍ୟବସାୟ କରିବାର ସହଜତାକୁ ବଢ଼ାଇବ। ହଁ, ସେଇଟା ତ ସବୁବେଳେ କୁହାଯାଏ। ଯେତେବେଳେ କମ୍ପାନୀମାନଙ୍କ ପାଇଁ ନିୟମ ସରଳ ହେବ, ସେମାନେ ଅଧିକ ନିବେଶ କରିବାକୁ ଆଗ୍ରହୀ ହେବେ, ନୂଆ କାରଖାନା ଖୋଲିବେ, ଯାହାଦ୍ୱାରା ନୂଆ ନିଯୁକ୍ତି ସୃଷ୍ଟି ହେବ। ତେଣୁ ଗୋଟିଏ ପଟେ ଶ୍ରମିକଙ୍କର ସୁରକ୍ଷାର ପ୍ରଶ୍ନ, ଆଉ ଅନ୍ୟପଟେ ଦେଶର ଆର୍ଥିକ ବିକାଶର ଯୁକ୍ତି। ଏହି ଦୁଇଟି ଭିତରେ ହିଁ ସଂଘର୍ଷ ଚାଲିଛି। ଆଉ କୃଷକମାନେ କାହିଁକି ଏଥିରେ ସାମିଲ ହେଲେ? କୃଷକମାନେ ପ୍ରସ୍ତାବିତ ଭାରତ-ଆମେରିକା ବାଣିଜ୍ୟ ଚୁକ୍ତିକୁ ନେଇ ଆଶଙ୍କାରେ ଅଛନ୍ତି। ସେମାନଙ୍କୁ ଡର ଯେ ଆମେରିକାରୁ ଶସ୍ତା କୃଷିଜାତ ଦ୍ରବ୍ୟ ଆସିଲେ ସେମାନଙ୍କର ଜୀବିକା ପ୍ରଭାବିତ ହେବ। ଆଚ୍ଛା, ତେବେ ଆଜି ଯେଉଁ ବନ୍ଦ ଓଡ଼ିଶାରେ ଚାଲିଛି, ଏହାର ସ୍ୱରୂପ କ'ଣ? ଖବର ଅନୁସାରେ ଭୁବନେଶ୍ୱରର ରାଜମହଲ ଛକରୁ ଏକ ବଡ଼ ଶୋଭାଯାତ୍ରା ବାହାରିଛି। ହଁ, ସକାଳ 6ଟାରୁ ସନ୍ଧ୍ୟା 6ଟା। 12 ଘଣ୍ଟା ପାଇଁ ସବୁକିଛି ଠପ୍। ବ୍ୟାଙ୍କ, ସରକାରୀ ଅଫିସ, ଏପରିକି ସ୍କୁଲ କଲେଜ ବି ବନ୍ଦ ଅଛି। କେବଳ ଜରୁରୀକାଳୀନ ସେବାକୁ ଛାଡ଼ିଦେଲେ ସାଧାରଣ ଜୀବନଯାତ୍ରା ପୁରା ବାଧାପ୍ରାପ୍ତ ହୋଇଛି। ହଁ, ଓଡ଼ିଶାରେ ବାମପନ୍ଥୀ ଦଳ ଏବଂ ଟ୍ରେଡ୍ ୟୁନିୟନମାନେ ଏହାକୁ ବହୁତ ଜୋରଦାର ଭାବେ ପାଳନ କରୁଛନ୍ତି। ରେଳ ଏବଂ ସଡ଼କ ପଥ ଅବରୋଧ କରାଯାଇଛି। ଆଉ ଏଠି କଥାଟା ହେଉଛି ସେମାନଙ୍କର କିଛି ସ୍ଥାନୀୟ ଦାବି ମଧ୍ୟ ରହିଛି। ଓହୋ, ସ୍ଥାନୀୟ ଦାବି ବି ଅଛି? ହଁ, ଯେପରିକି ରାଜ୍ୟ ସରକାରଙ୍କର ଶ୍ରମଶକ୍ତି ନୀତି 2025ର ପ୍ରତ୍ୟାହାର ଏବଂ ସରକାରୀ ଉଦ୍ୟୋଗର ଘରୋଇକରଣକୁ ବିରୋଧ। ମାନେ ଏହା କେବଳ କେନ୍ଦ୍ର ବିରୁଦ୍ଧରେ ନୁହେଁ, ରାଜ୍ୟ ସରକାରଙ୍କ ନୀତି ବିରୁଦ୍ଧରେ ମଧ୍ୟ। ଏକଦମ। ତେବେ ଏହି ବନ୍ଦ ହେଉଛି
ଗୋଟିଏ ବଡ଼ ସଂଖ୍ୟକ ଲୋକଙ୍କର ଅଧିକାର ଓ ସୁରକ୍ଷାକୁ ନେଇ ଚାଲିଥିବା ଏକ ସଂଘର୍ଷର କାହାଣୀ। ଏବେ ଆସନ୍ତୁ ଆମର ଧ୍ୟାନ ଆଉ ଏକ ଗୋଷ୍ଠୀ ଉପରକୁ ନେବା, ଯେଉଁମାନଙ୍କର ସୁରକ୍ଷା ମଧ୍ୟ ଏକ ବଡ଼ ପ୍ରଶ୍ନ, କିନ୍ତୁ ସେଠାରେ ସରକାରୀ ନୀତି ଏକ ଭିନ୍ନ ଉପାୟରେ କାମ କରୁଛି। PVTGs। ହଁ, ମୁଁ କହୁଛି ବିଶେଷ ଭାବରେ ଦୁର୍ବଳ ଆଦିବାସୀ ଗୋଷ୍ଠୀ ବା PVTGsଙ୍କ କଥା। ଏକଦମ ସଠିକ୍ ସଂଯୋଗ। କାରଣ ଏହି ବନ୍ଦର ଖବର ଭିତରେ ଓଡ଼ିଶାରୁ ଏକ ବହୁତ ସକାରାତ୍ମକ ଖବର ଆସିଛି। କ'ଣ ସେ ଖବର? କେନ୍ଦ୍ର ସରକାରଙ୍କ PMJNMN ଯୋଜନାରେ ଏହି PVTG ପରିବାରମାନଙ୍କ ପାଇଁ ଘର ତିଆରି କରାଯାଉଛି। ଆଉ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ, ଫେବୃଆରୀ 9 ସୁଦ୍ଧା ଓଡ଼ିଶାରେ 28,383ଟି ଘରର ନିର୍ମାଣ ସରିଛି। ସତରେ 28,000ରୁ ଅଧିକ ଘର? ହଁ, ଏହା ଏକ ବଡ଼ ଉପଲବ୍ଧି। ଏହା ଏକ ବଡ଼ ସଂଖ୍ୟା, କିନ୍ତୁ ଆମେ ଯେତେବେଳେ PVTGs ବା ବିଶେଷ ଭାବରେ ଦୁର୍ବଳ ଆଦିବାସୀ ଗୋଷ୍ଠୀ କହୁଛୁ, ଏହାର ଅର୍ଥ କ'ଣ? ମାନେ ସାଧାରଣ ଆଦିବାସୀ ସମ୍ପ୍ରଦାୟଠାରୁ ଏମାନେ କେମିତି ଅଲଗା? ଏହା ଏକ ବହୁତ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ। ଦେଖନ୍ତୁ, PVTGs କହିଲେ ଆମେ ସେହି ଆଦିବାସୀ ସମୁଦାୟମାନଙ୍କୁ ବୁଝୁ ଯେଉଁମାନେ ଆଦିବାସୀମାନଙ୍କର ମଧ୍ୟରେ ବି ସବୁଠି ପଛୁଆ ଏବଂ ଦୁର୍ବଳ। ଆଚ୍ଛା। ସେମାନେ ପ୍ରାୟତଃ ଦୁର୍ଗମ ଅଞ୍ଚଳରେ ରହନ୍ତି, ବାହ୍ୟ ଦୁନିଆ ସହ ସେମାନଙ୍କର ସମ୍ପର୍କ କମ୍ ଥାଏ ଏବଂ ସେମାନଙ୍କର ଜୀବନଶୈଳୀ ଏବେ ବି ପ୍ରାକ୍ କୃଷି ଯୁଗର। ସେମାନଙ୍କର ସାକ୍ଷରତା ହାର ବହୁତ କମ୍। ଆଉ ଜନସଂଖ୍ୟା ବି କମ୍। ହଁ, ଜନସଂଖ୍ୟା ମଧ୍ୟ ସ୍ଥିର କିମ୍ବା କମିବାରେ ଲାଗିଛି। ତେଣୁ ସରକାରୀ ଯୋଜନା ସେମାନଙ୍କ ପାଖରେ ପହଞ୍ଚିବା ବହୁତ କଷ୍ଟକର ହୋଇଥାଏ। ତାହେଲେ ମୋର ପ୍ରଶ୍ନ ହେଉଛି, ଦଶନ୍ଧି ଧରି ତ ଆବାସ ଯୋଜନା ଚାଲିଛି, ତେବେ ଏହି PMJNMN ଯୋଜନା କେମିତି ଏତେ ସଫଳ ହେଲା? ଏଥିରେ ଏମିତି କ'ଣ ଖାସ୍ ଅଛି ଯାହା ପୂର୍ବ ଯୋଜନାରେ ନଥିଲା? ଏହାର କାରଣ ହେଉଛି ଏହି ଯୋଜନା PVTG ପରିବାରଙ୍କର ବାସ୍ତବ ସମସ୍ୟାକୁ ବୁଝିପାରିଛି। ଯେମିତି? ଉଦାହରଣ ସ୍ୱରୂପ, ପୂର୍ବରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗ୍ରାମୀଣ ବା PMAYGରେ ଘର ପାଇବା ପାଇଁ ଜମି ପଟ୍ଟା, ଲ୍ୟାଣ୍ଡ ଟାଇଟଲ ଡକ୍ୟୁମେଣ୍ଟ। ହଁ, ସେଇଟା ଏକ ଜରୁରୀ କାଗଜପତ୍ର ଥିଲା। କିନ୍ତୁ ଅନେକ PVTG ପରିବାର ପିଢ଼ି ପରେ ପିଢ଼ି ଜଙ୍ଗଲ ଜମିରେ ରହି ଆସୁଛନ୍ତି। ସେମାନଙ୍କ ପାଖରେ କୌଣସି କାଗଜପତ୍ର ନାହିଁ। ସେମାନେ କୋଉଠୁ ଆଣିବେ? PMJNMN ଯୋଜନାରେ ଏହି କଠୋର ନିୟମକୁ କୋହଳ କରିଦିଆଗଲା। କେବଳ ଯେଉଁମାନଙ୍କର ପକ୍କା ଘର ଅଛି କିମ୍ବା କେହି ସରକାରୀ ଚାକିରିଆ, ସେମାନଙ୍କୁ ବାଦ୍ ଦିଆଗଲା। ବୁଝିଲେ? ଆଚ୍ଛା। ଏହି ଗୋଟିଏ ପରିବର୍ତ୍ତନ ଯୋଗୁଁ ହଜାର ହଜାର ଯୋଗ୍ୟ ପରିବାର ଏହି ଯୋଜନାରେ ସାମିଲ ହୋଇପାରିଲେ, ଯେଉଁମାନେ ପୂର୍ବରୁ ବାଦ୍ ପଡ଼ିଯାଉଥିଲେ। ଏହା ତ ବାସ୍ତବରେ ଏକ ବଡ଼ ପଦକ୍ଷେପ। ସଂଖ୍ୟା ତ ବହୁତ ପ୍ରଭାବଶାଳୀ ଲାଗୁଛି। କିନ୍ତୁ ତୃଣମୂଳ ସ୍ତରର ବାସ୍ତବତା କ'ଣ? ଏହି ଯୋଜନାଗୁଡ଼ିକରେ ପ୍ରାୟତଃ ଘରର ଗୁଣବତ୍ତା କିମ୍ବା ଟଙ୍କା ଠିକ୍ ସମୟରେ ନ ପହଞ୍ଚିବାର ଅଭିଯୋଗ ଆସେ। ଏ କ୍ଷେତ୍ରରେ କିଛି ସମସ୍ୟା ସାମ୍ନାକୁ ଆସିଛି କି? ଦେଖନ୍ତୁ, ଏତେ ବଡ଼ ଯୋଜନାରେ କିଛି କିଛି ସ୍ଥାନୀୟ ସମସ୍ୟା ରହିବା ସ୍ୱାଭାବିକ। କିନ୍ତୁ ଏହି ଯୋଜନାର ସବୁଠୁ ଭଲ ଦିଗ ହେଉଛି ଯେ ଏଥିରେ ଟଙ୍କା ସିଧାସଳଖ ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ଯାଉଛି। ମାନେ DBT ମାଧ୍ୟମରେ? ହଁ, ତେଣୁ ମଝିରେ ମଧ୍ୟସ୍ଥିଙ୍କ ଭୂମିକା କମିଯାଇଛି। ରିପୋର୍ଟଗୁଡ଼ିକରେ ଏମିତି କାହାଣୀ ସବୁ ସାମ୍ନାକୁ ଆସୁଛି ଯେଉଁଠି ପିଢ଼ି ପରେ ପିଢ଼ି କଚା ଘରରେ ରହୁଥିବା ପରିବାରମାନେ ପ୍ରଥମ ଥର ପାଇଁ ଏକ ପକ୍କା ଛାତ ପାଇଛନ୍ତି। ସେମାନଙ୍କ ପାଇଁ ଏହା କେବଳ ଏକ ଘର ନୁହେଁ, ଏହା ସେମାନଙ୍କର ସମ୍ମାନ ଏବଂ ସୁରକ୍ଷାର ପ୍ରତୀକ। ତେଣୁ କିଛି ଆହ୍ୱାନ ସତ୍ତ୍ୱେ ଏହାକୁ ଏକ ବଡ଼ ସଫଳତା ବୋଲି କୁହାଯାଇପାରିବ। ଗୋଟିଏ ପକ୍କା ଘର ଯେ କେତେ ସୁରକ୍ଷା ଦିଏ, ତାହା ସତରେ କଳ୍ପନା ବାହାରେ। କିନ୍ତୁ ଆମ ଗ୍ରାମାଞ୍ଚଳରେ, ବିଶେଷ କରି ଜଙ୍ଗଲ ପାଖରେ ରହୁଥିବା ଲୋକଙ୍କ ପାଇଁ ସୁରକ୍ଷାକୁ ଆଉ ଏକ ବିପଦ ରହିଛି। ନିଶ୍ଚିତ। ଯେଉଁ ବିପଦ ହଠାତ୍ ଆସେ ଆଉ ସବୁକିଛି ଛାରଖାର କରିଦିଏ, ଏହା ଆମକୁ ଢେଙ୍କାନାଳର ସେହି ଦୁଃଖଦ ଘଟଣା ପାଖକୁ ନେଇଯାଉଛି। ହଁ, ଏହା ଏକ ଅତ୍ୟନ୍ତ ହୃଦୟ ବିଦାରକ ଘଟଣା। ପାଟପୁରୀ ସଂରକ୍ଷିତ ଜଙ୍ଗଲରେ 3 ଜଣ ମହିଳା, ଇନ୍ଦୁମତୀ ପ୍ରଧାନ, ଟୁନି ବେହେରା ଏବଂ କୁନ୍ତଳା ପ୍ରଧାନ, ସେମାନେ ଜାଳେଣୀ କାଠ ପାଇଁ ଯାଇଥିଲେ। ହଁ, ନିଜର ଦୈନନ୍ଦିନ କାମ ଅର୍ଥାତ୍ ଜାଳେଣୀ କାଠ ସଂଗ୍ରହ କରିବାକୁ ଯାଇଥିଲେ। ସେହି ସମୟରେ ଗୋଟିଏ ହାତୀ ହଠାତ୍ ସେମାନଙ୍କୁ ଆକ୍ରମଣ କଲା ଆଉ 3 ଜଣଙ୍କର ଜୀବନ ଚାଲିଗଲା। ଓହୋ। ଆଉ 3 ଜଣ ମହିଳା ଗୁରୁତର ଆହତ ହୋଇଛନ୍ତି। ଭାବୁଲେ ଦେହ ଶୀତେଇ ଯାଉଛି। ଯେଉଁମାନେ ବଞ୍ଚିଗଲେ ସେମାନେ କହୁଛନ୍ତି ହାତୀଟି ହଠାତ୍ ସେମାନଙ୍କ ସାମ୍ନାକୁ ଆସିଗଲା। ଏହା ମଣିଷ ଜନ୍ତୁ ସଂଘର୍ଷର ଏକ ଭୟଙ୍କର ବାସ୍ତବତା। କିନ୍ତୁ ଏଭଳି ଘଟଣା ବାରମ୍ବାର କାହିଁକି ଘଟୁଛି? ଏହା କ'ଣ କେବଳ ଏକ ଦୁର୍ଘଟଣା, ନା ଏହା ପଛରେ କିଛି ଗଭୀର କାରଣ ରହିଛି? ଏହା କେବଳ ଦୁର୍ଘଟଣା ନୁହେଁ, ଏହା ଏକ ବ୍ୟବସ୍ଥାଗତ ସମସ୍ୟାର ପରିଣାମ। କେମିତି? ଏହାର ମୁଖ୍ୟ କାରଣ ହେଉଛି
ହାତୀମାନଙ୍କର ବାସସ୍ଥଳୀର ସଙ୍କୋଚନ, ଜଙ୍ଗଲ କମିବାରେ ଲାଗିଛି, ଖଣି ଖନନ, ଶିଳ୍ପ ଏବଂ ଚାଷ ଜମିର ସମ୍ପ୍ରସାରଣ ଯୋଗୁଁ ହାତୀମାନଙ୍କର ଚଲାପଥ। ଏଲିଫଣ୍ଟ କରିଡୋର୍ସ? ହଁ, ସେଇ ଏଲିଫେଣ୍ଟ କରିଡର୍ସ ବାଧାପ୍ରାପ୍ତ ହେଉଛି, ଫଳରେ ସେମାନେ ଖାଦ୍ୟ ପାଇଁ ଜନବସତି ଆଡ଼କୁ ମୁହାଁଉଛନ୍ତି ଏବଂ ଏହିଭଳି ସଂଘର୍ଷ ବଢ଼ୁଛି। ମାନେ ଦୋଷଟା କେବଳ ହାତୀଙ୍କର ନୁହେଁ। ନା, ଏହା ମଣିଷ ଦ୍ୱାରା ସୃଷ୍ଟି ହୋଇଥିବା ଏକ ସଙ୍କଟ। ତାହେଲେ ଏହାର ସମାଧାନ କ'ଣ? ପରିବାରକୁ କ୍ଷତିପୂରଣ ଦେବା ତ ଗୋଟିଏ କଥା, କିନ୍ତୁ ଏଭଳି ଘଟଣା ଯେପରି ଆଉ ନ ଘଟୁ ସେଥିପାଇଁ କ'ଣ କରାଯାଉଛି? ହାତୀ ଚଲାପଥକୁ ସୁରକ୍ଷିତ କରିବା କିମ୍ବା ଗାଁ ଲୋକଙ୍କୁ ସଚେତନ କରିବା ଭଳି କାର୍ଯ୍ୟକ୍ରମ କେତେଦୂର ପ୍ରଭାବଶାଳୀ ହେଉଛି? ଏ ଦିଗରେ କାମ ଚାଲିଛି, କିନ୍ତୁ ଏହା ଏକ ବଡ଼ ଆହ୍ୱାନ। ସରକାର ହାତୀ ଚଲାପଥକୁ ଚିହ୍ନଟ କରି ସେଗୁଡ଼ିକୁ ସୁରକ୍ଷିତ ରଖିବାକୁ ଚେଷ୍ଟା କରୁଛନ୍ତି। କିଛି ସ୍ଥାନରେ ସୋଲାର ଫେନ୍ସିଂ ଲଗାଯାଉଛି, କିଛି ସ୍ଥାନରେ ଗଜସାଥୀ ଭଳି ସ୍ୱେଚ୍ଛାସେବୀଙ୍କୁ ନିୟୋଜିତ କରି ହାତୀଙ୍କର ଗତିବିଧି ଉପରେ ନଜର ରଖାଯାଉଛି। କିନ୍ତୁ ଏହାର ସଫଳତା ପାଇଁ ସ୍ଥାନୀୟ ଲୋକଙ୍କର ସହଭାଗିତା ଏବଂ ଦୀର୍ଘମିଆଦୀ ଯୋଜନା ନିହାତି ଆବଶ୍ୟକ। ଏହା ଏକ ଜଟିଳ ସମସ୍ୟା ଯାହାର କୌଣସି ସହଜ ସମାଧାନ ନାହିଁ। ଆଉ ଏଥିସହିତ କୃଷକଙ୍କ ପାଇଁ ମଧ୍ୟ ଏକ ସତର୍କ ସୂଚନା ରହିଛି। ଆଚ୍ଛା, କ'ଣ ସେଟା? ଆଇଏମ୍ଡି କହିଛି ଯେ ଫେବୃଆରୀ ମାସରେ ତାପମାତ୍ରା ସାମାନ୍ୟ ଅଧିକ ରହିବା ଯୋଗୁଁ ରବି ଫସଲ, ବିଶେଷ କରି ଗହମ ଓ ସୋରିଷରେ ଆଫିଡ୍ସ ବା ପୋକ ଲାଗିବାର ଆଶଙ୍କା ବଢ଼ିପାରେ। ଓହୋ। ତେଣୁ ନିୟମିତ ହାଲୁକା ଜଳସେଚନ କରିବାକୁ ପରାମର୍ଶ ଦିଆଯାଇଛି। ତେବେ ଆଜିର ଆଲୋଚନାରୁ ଗୋଟିଏ କଥା ସ୍ପଷ୍ଟ, ଓଡ଼ିଶାରେ ଏକା ସାଙ୍ଗରେ ଅନେକ କିଛି ଘଟୁଛି। ହଁ, ବହୁତ କିଛି। ଗୋଟିଏ ପଟେ ଆଜିର ଏହି ଦେଶବ୍ୟାପୀ ବନ୍ଦ, ଯାହା ଶ୍ରମିକ ଓ କୃଷକଙ୍କ ଅଧିକାରର ସଂଘର୍ଷକୁ ଦର୍ଶାଉଛି। ଅନ୍ୟପଟେ PMJAN-MAN ଭଳି ଯୋଜନା, ଯାହା ସବୁଠୁ ଦୁର୍ବଳ ବର୍ଗର ଲୋକଙ୍କ ପାଖରେ ପହଞ୍ଚି ପ୍ରଗତିର ଏକ ନୂଆ ଆଶା ସୃଷ୍ଟି କରୁଛି। ଆଉ ତୃତୀୟରେ? ଆଉ ଏସବୁ ଭିତରେ ରହିଛି ମଣିଷ ଓ ପ୍ରକୃତି ମଧ୍ୟରେ ଚାଲିଥିବା ଏକ ନିରନ୍ତର ସଂଘର୍ଷ, ଯାହାର ପରିଣାମ ଅନେକ ସମୟରେ ଢେଙ୍କାନାଳ ଘଟଣା ପରି ଦୁଃଖଦ ହେଉଛି। ହଁ, ଆଉ ଶେଷରେ ଗୋଟିଏ କଥା ଚିନ୍ତା କରିବା ପାଇଁ ଛାଡ଼ିଯାଉଛି। ହଁ, କୁହନ୍ତୁ। ଆମେ ଯେଉଁ 3ଟି ଘଟଣା ଦେଖିଲେ, ସେଥିରେ ସରକାର ବା ଷ୍ଟେଟ୍ର ଭୂମିକାକୁ ଦେଖନ୍ତୁ। ଭାରତ ବନ୍ଦରେ ଆନ୍ଦୋଳନକାରୀଙ୍କ ପାଇଁ ସରକାର ଏକ ପ୍ରତିପକ୍ଷ, ଯାହାର ନୀତିକୁ ବିରୋଧ କରାଯାଉଛି। ଠିକ୍। PMJAN-MAN ଯୋଜନାରେ ସେହି ସରକାର ହିଁ ଜଣେ ହିତାଧିକାରୀ ବା ବେନିଫ୍ୟାକ୍ଟର, ଯିଏ ଦୁର୍ବଳ ଲୋକଙ୍କୁ ସାହାଯ୍ୟ କରୁଛନ୍ତି। ଆଉ ମଣିଷ ହାତୀ ସଂଘର୍ଷରେ? ସେଠି ସରକାର ଜଣେ ମଧ୍ୟସ୍ଥି, ଯିଏ ସଂରକ୍ଷଣ ଏବଂ ମାନବ ସୁରକ୍ଷା ମଧ୍ୟରେ ସନ୍ତୁଳନ ରଖିବାକୁ ସଂଘର୍ଷ କରୁଛନ୍ତି। ବାଃ, ଏହା ଏକ ବହୁତ ଭଲ ବିଶ୍ଳେଷଣ। ତେବେ ଶ୍ରୋତାଙ୍କ ପାଇଁ ପ୍ରଶ୍ନ ହେଉଛି, ଆଗାମୀ ଦିନରେ ଏହି 3ଟି ଭୂମିକା ପ୍ରତିପକ୍ଷ, ହିତାଧିକାରୀ ଏବଂ ମଧ୍ୟସ୍ଥି ମଧ୍ୟରୁ କେଉଁ ଭୂମିକାଟି ସରକାରଙ୍କର ତାର ସବୁଠାରୁ ଦୁର୍ବଳ ନାଗରିକଙ୍କ ସହ ସମ୍ପର୍କକୁ ଅଧିକ ପରିଭାଷିତ କରିବ? ଏହାର ଉତ୍ତର ସେତେ ସହଜ ନୁହେଁ।